আছে সেই অরণ্য অরণ্যতে জীব সেই ব্রাহ্মণ কালেশ্বর মন্দির আজি তাকু জমালয় দর্শন করাইবি জমালয় রেখে ସେ ନୀତି ଭଜନ ଗାଉଥିବ ସେ ନୀତି ପୂଜା ପାଠ କରୁଥିବ ସତରେ ସେ ବ୍ରାହ୍ମଣଟାକୁ ମୁଁ ଆଜି ମାରିଦେବି ଏ ବାଘ ଚାହିଁଲେ ଏ ରାଜ୍ୟରେ ବନ୍ୟା ଉଠେଇବ चाहिए राज्यों ने सुनामी टापे आपे मारे चाहिए राज्य सारा मरुड़ी पलटी जीव मनीष नुह मनीष रूप मो गोटाए ब्रह्म चंडोला ब्रह्म चंडाल देखेब से ब्राह्मण को जमालया जमालया देखेब से ब्राह्मणटा को अरे छुपा पत्थर कहीं जने कंटा हेठे आइछि मुद अंगध्वज राजा आदेश से बाबा तारेश्वर शिव मंदिर पूजा करने जाऊँ कहीं जन पत्थर कंटा हेठे आइछि शिव बाबा से घोड़ेश्वर गोटाए किपरि पूजा करिब तोरे व्रत ब्रह्मण कालेश्वर भोले बाबा प्रकृति से भोले बाबा रूप मो अग्रदेश ठिया है कंटा है निश्चय निश्चय हाँ जानगली मो विद्या ग्रहण कले तुम्हें स्वर्ग रे उड़ी पारिब समुद्र रे बुड़ी पारिब गुरु छाड़ी विद्या नहीं गुरु छाड़ी सज्जा नहीं सतरे मूर्ख ब्राह्मण तमने तो कहवाकू चाहूँ जे मु ते गुरु रूप बरण करी तू सणाटा मते शिष्य रूप ग्रहण कर तू मुझे जानी नो काली को पूजा अर्चना कर सीधे लाभ मनीष को मनीष बलि पके पहाच पहाच चढ़ी सारी केवल अच्छे खाले मृत धर्मचारी जुगरे सत्य गुरु छाड़ी विद्या नहीं भूमि छाड़ी सज्जा सही धर्म कथा टिके चिंता करो अरे कले जुगरे कले जुगरे धर्म न थाए कले जुगरे केवल थाए पाप पापटा एतिक ऊपर अच्छे जे सबदिन पे धर्म को ता पाद तले चापे रखे धर्म को से भस्मालोचन कथा से पैलोचन कथा से भस्मासुर कथा कहीं तुम्हें प्रथम ए पाप पुण्यर कथा
ତୁମ ପିତାମାତା ଆଦେଶ ଦେଇଛି ନା ନାହିଁ? ଆରେ ସେଇଟା ପୁରାଣ ଯୁଗର କଥା ରେ ଏଇଟା ପୁରାଣ ଯୁଗ ନୁହଁ ଏଇଟା କଳି ଯୁଗ ଆଉ କଳି ଯୁଗରେ କି ଯୋଉ କଳି ଯୁଗରେ କି ମଣିଷ ଖାଉଛେ ମଣିଷ ମାଂସ ଆଜି ଏ ମଣିଷଟା ଖାଇବ ଏ ମଣିଷ ବାଘ ଆଜି ମଣିଷ ମାଂସ ଖାଇବ 내 파고다의 브라보로로 곤장한 저럭도 살이지 머리처럼 건너수리네 내 파고다 뿌리 돌아 끌어모너 거기 무리서로 곤장럭도 곤장한 거 가이지마 와 예, 브라보로 저거 부러자이 좀 먹고 거해보래 제 모라 보래 아빠다 가리게 내자에 세 저거 부러 그래 바가 에 바가자 지용자록 떠더니 아빠가래 점업이 ভয়করি কহিব মোটবি আউরি ভয়ঙ্কর মনীষ অছতে যুগরে
ଏ କଣ କରୁଛି ଏଠି ମୋ ସାଙ୍ଗ କନକ ମୋ ପଛପଟେ ଆଉଥିଲା ହେଲେ ଗଲା କୁଆଡେ କନକ ରେ ଆରେ ଦେଖିବୁ ଆରେ କନକ କଳି ଯୁଗରେ ମଣିଷ ଖାଉଛେ ମଣିଷ ମାଂସ ଆରେ କନକ ଏମିତି ଭୟଭୀତ ହେଇନି ରେ ବାବା କେମିତି ବନ୍ଧୁ ମୁଁ ସେ ଗଛ କରୋଡ଼ରେ ଢୁକିକି ସବୁ ଦେଖିଛି ଆରେ ବାବା ତୁମକୁ ଯଦି ମାଂସ ଇଚ୍ଛା ଲାଗିଲା ମତେ କହିଥାନ୍ତ ଆରେ ବାବା ଛକ ଛକର ବଏଲର ଦୋକାନ ଅଛି 2 କିଲୋ ଦେଇ ଦେଇଥାନ୍ତି ଆରାମସେ ଖାଇ ଯାଇଥାନ୍ତି ବାଘଟା ଯେତେ ଭୋକିଲା ରହିଲେ ବି ରେ ଭୁଲରେ ବି କେବେ ମଧ୍ୟ ଘାସ ଖାଏନି ଏ ମଣିଷ ବାଘଟା ବହୁତ ଦିନ ହେଲା ଭୋକିଲାରେ ଥିଲା ସେଇଥିପାଇଁ ଏ ମଣିଷ ବାଘଟା ଏ ମଣିଷର କଞ୍ଚା ରକ୍ତ କଞ୍ଚା ମାଂସ ଖାଇଛି ଏ ଲୋକଟା ତୁମର କଣ ଏମିତି ଅନିଷ୍ଟ କଲା କି ତୁମେ ତାକୁ ତଣ୍ଟି ଚିପି ମାରିଦେଲ ମାନେ ତା ତଣ୍ଟିକୁ କାମୁଡ଼ି ଖାଇଦେଲ ହସ ମାରୁଛି ହସ ଆରେ କନକ ମୁଁ ତତେ ସେଦିନ ବି କହିଥିଲି ନା କଣ କହିଥିଲ ବନ୍ଧୁ ଆଜି ବି କହୁଛି ରେ ଥରେ ଯଦି ମୋ ମୁଣ୍ଡଟା ଭଲ ହେଲା ତାହେଲେ ଏମିତି ମଣିଷ ମାନଙ୍କର କଞ୍ଚା ମାଂସ କଞ୍ଚା ରକ୍ତ ଆଉ ଥରେ ଯଦି ବିଗିଡ଼ି ଗଲା ନା ଏ ଦୁନିଆକୁ ପୋଡ଼ି ପାଳିକି ଚାରକାର করে କାହିଁକି ଜାଣିଛ ଅରଣ୍ୟର ବାଗାନ ରେ ମୁଁ ହଉଛି ମଣିଷ ଜଙ୍ଗଲର ମଣିଷ ଖିଆ ମଣିଷ ବାଘ ତୁ ଜାଣିବାକୁ ଚାହୁଁଛୁ ନା ଇଏ କିଏ ବନ୍ଧୁ ଇଏ ହଉଛି ବାବା କାଳେଶ୍ୱର ମନ୍ଦିରର ପୂଜକ ଯୋଉ ମନ୍ଦିରରେ କି ତୁ ପୂଜକ ସାଜିବ ସେଇଥିପାଇଁ ତୁ ରାସ୍ତାରେ ଥିବା କୁଣ୍ଟା ସବୁ ମୁଁ ହଟେଇ ଦେଇଛି ମୁଁ ବର୍ତ୍ତମାନ ଜାଣିପାରିଲି ମୋ ରାସ୍ତାରେ ଆପଣ ପୁରାପୁରି ପରିଷ୍କାର କରିଦେଇଛନ୍ତି ବନ୍ଧୁ ପରିଷ୍କାର ବନ୍ଧୁ ଛୋଟିଆ କାମଟେ କରିବାକୁ ପଡିବ ତତେ ଛୋଟିଆ କାମ ହଁ ରେ ମାନେ? ଏ ରାସ୍ତା ଦେଇ ରାଜା ସବୁଦିନ ଦର୍ଶନ କରିବାକୁ ଯାଏ ସେଇ ବାବା କାଳେଶ୍ୱର ମନ୍ଦିରକୁ এই ବ୍ରାହ୍ମଣକୁ ଯଦି ଏଇଠି ଦେଖେ ଏ ଅବସ୍ଥାରେ ତାହେଲେ ତତେ ସେ ସନ୍ଦେହ କରିବ ଠିକ କହିଲ ବନ୍ଧୁ ସେଇଥିପାଇଁ ଏ ଅଳିଆଟାକୁ ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର ସଫା କର କରିଦେବି। ସଫା କର ଅନୁସାରେ ତାକୁ ନେଇ ସେ ଜଙ୍ଗଲର ଗଛ କୁରୁଡ଼ରେ ଫୋପାଡ଼ି ଦେଇଛି ଭଲ କରିଛୁ ରେ କନକ ଏମିତି ଜାଗାରେ ଫୋପାଡ଼ିଛି ତାକୁ କେହି ମଧ୍ୟ ଦେଖିପାରିବେନି ହଁ ବନ୍ଧୁ
কনক বন্ধু মুই তোর আসিকিরি ହେଲେ ବନ୍ଧୁ ମୁଁ ବର୍ତ୍ତମାନ କେମିତି ଦେଖା ଯାଉଛି ସେ କଥା କହିଲନି ଯେ? ଆରେ ଭୁଲି ଯାଇଥିଲି ରେ ହଁ ସତ କହୁଛି ସତରେ ଦେଖିବାକୁ ପୁରା ବ୍ରାହ୍ମଣ ଟୋକା ଭଳି ଦେଖାଯାଉଛି ହେଲେ ତୋ ନାଁଟା ଆଉ ତୋ ଏ ବେଶଟା ଜମାରୁ ସମ୍ମାନ ମାନେ ହଉ ମୋ ନାଁକୁ ଏ ରୂପଟା ତା ମାନେ ଭଲ ମ୍ୟାଚ୍ ହଉନି? ଲାଗୁନି ଭଲ ଲାଗୁନି ଆଉ କଣ ନାଁ ଦେଲେ ଆପଣଙ୍କୁ ଭଲ ଲାଗିବ? ମୁଁ ଯାଇଥିଲି ମା କାଳୀ ମନ୍ଦିରକୁ କୋଲକାତା ସେଇଠି ମୋ ପୂଜକ ସହିତ ଦେଖା କରିଥିଲି ସେ ପୂଜକର ନାମଟି ହେଲା କଣ? ଟେନ୍ ମହାପାତ୍ର ଏଇ ମୁହୂର୍ତ୍ତର ତୋ ନାଁଟି ହେଲା ଟେନ୍ ମହାପାତ୍ର ଆସୁଥିଲେ କନକ ମୋ ମୂଳ ମନ୍ତ୍ର ଯେମିତି ତୋର ମନରେ ରୁହେ ଅଛି ବନ୍ଧୁ ଆସୁଛି ଅଛି ଆସୁଛି ବନ୍ଧୁ ବୟା ହେଲା ଏ ପିଲା ଫେର ବୟା ହେଲା ଦେଖ ଆଜ୍ଞା ତାର କଥା ମାନି କରି ମୁଁ ଡ୍ରେସ ପତ୍ର ପିନ୍ଧି କରି ଆସୁଛେ और आखि सामने कुकरा पिच को लापरा के तमाने के टोटी फाड़ी रक्त पी देवाटे कथा आपण देखले कि जा गया मोर तो तोड़ा रे कोड़े नितली गला पैट पिंदी चे बोली कर तले पड़ी थी तना हेले काड़ा करबे आज्ञा जे तू मंदिर रे मते कहि जे पूजा करबू और से रोहिणी नक्षत्र अमावास्या तिथि रे जन्म हैला झियो के मते खबर जणाऊ तार कथा नहीं मानले भी मोली एणु मारिले ब्रह्म हत्या तेणु मारिले गो हत्या कौन करी समय मोर बहुत खराब हेले ए सोलाटा होची मूर्खांच मृग वृत्तियांच नड़ियांच ठोड़को बेला मूर्ख के बुझाले बुझे नहीं और पकान के सीधाले सीजे नहीं सब बेले नेसे के खाली मते एक गाली केते मार मर्दन करसी एले मते से मोर दारुण कथा मने पड़ी गले मते बहुत दुख लागसे आज्ञा बेले केते आराम से मट के पियोथिली और आराम से थिली मगर टेंशन के मुड़े बुए देला रुको एटा कथा बोली कथा करूची ना मु जनता करी से मद मांस को छाड़ी नहीं पारे बुआ केंता कर कहले मते राज्यर लोग नहीं जानबे तार विचार भी खाली करसी हो मगर तार विचार करबा के पड़बा केंता कर खैनी हां इखना मने पड़ला अरे लुका छुपा रे काई भी रकती बजा लुका छुपा रे काई भी लुका छुपा रे काई भी रकती बजा लुका छुपा रे काई भी एही कथा न जानी बे देशरे राजा रे लुका छुपा रे काई भी रकती बजा लुका छुपा रे काई भी मते कथा ने उर्वर गाता एही मोमन जाने ओ अजाटिए कहिथिले मते कथा ने उर्वर गाता एही मोमन
জানে মন্তর সেইটি ধুরন্ধর তালপত্র পতিরে উড়ই স্বর্গপুর ঘোড়া চড়া ঘোড় ভঙ্গা ঘোড়া চড়া ঘোড় ভঙ্গা আজ্ঞা রাজা হেব কে কাজে আর ঘোড়া চড়ব কে কাজে আর ঘোড় ভাঙবা কে কাজে ঘোড়া চড়া ঘোড় ভঙ্গা ঘোড়া চড়া ঘোড় ভঙ্গা লাগে মজার ঝুকা ঝুকার খাইবে রাতে মজার ঝুকা ঝুকার খাইবে কথারে আছে যদি ব্রাহ্মণ লোকটা হইতিবা সংস্কৃত টিকে নেই কহবা বলে লোক বলবা যে সে কেন এটা নেই রে বুয়া এটা ওটা ছদ্মবেশী ব্রাহ্মণটে বলবা কথারে আছে শৈলে শৈলে নমানি কং মুক্তা কং নং গজে গজে সাধব নুহে সর্বত্রং চন্দন নং বনে বনে তার অর্থ হচ্ছে আজ্ঞা শৈল কইলে পর্বত শৈলে শৈলে নমানি কং সবু পর্বতরে মানিক পথর নথাই এবং মুক্তা কংনং গজে গজে গজ কইলে হচ্ছে আজ্ঞা হাতি সবু হাতি মুড়রে মধ্যে আজ্ঞা মুক্তা নথাই সাধব নুহে সর্বত্রং চন্দন অনং বনে বনে সাধব কইলে আজ্ঞা মো পরি বস্ত্র পরিধান করিଥିବା সমস্ত লোকে সাধব নুহନ୍ତି মানে প্রকৃତରେ সাধু নুহନ୍ତି ସେଥିପାଇଁ ମୁଁ ମଧ୍ୟ ସାରଥି ବାବା ପରି କେମିତି ଲୁକା ଛୁପା ଏମିତି ଷ୍ଟାଇଲରେ ରହିବି ଆଉ ଏଇ ମନ୍ଦିରରେ ପୂଜା କରିବି ମନ୍ଦିରକୁ ତ ଅନେକ ପ୍ରକାର ଲୋକ ଆସନ୍ତି ସେଇମାନଙ୍କ ଭିତରୁ ହଉଛନ୍ତି ଆଜ୍ଞା 3 ପ୍ରକାର ସ୍ତ୍ରୀ ବେଶୀ ଆସନ୍ତି ତାଙ୍କ କଥା ମନେ ପଡିଗଲା ସେଇ 3 ପ୍ରକାର ସ୍ତ୍ରୀ ମଧ୍ୟରୁ ଗୋଟେ ହଉଛି ଆଜ୍ଞା କାଲି ଭୁଷୁଣ୍ଡି ତା କଥା ଆଉ କୁହନା କାଲି ଭୁଷୁଣ୍ଡି ସେ ଏଡିକି ହେଇଥିବ ଆଉ ତାର ଚାଲିବା ଷ୍ଟାଇଲ ଗୋଟେ ଅଲଗା ଏମିତି ଚାଲିବ ଦେଖନ୍ତୁ এইটা হচ্ছে আজ্ঞা কালী ভুষুণ্ডি ଆଉ ଗୋଟିଏ ହଉଛି ଆଜ୍ଞା ତନୁ ପାତିଲି ଯାହା ଦେଖିବାକୁ ଅତି ସୁନ୍ଦର ଲମ୍ବା ବାଳ ଏବଂ ବହୁତ ସୁନ୍ଦର ସ୍ତ୍ରୀ ଆଉ ଗୋଟେ ହଉଛି ଆଜ୍ଞା ଗୋରୀ ତ ଏମାନଙ୍କର ଡିମାଣ୍ଡ ବେଶୀ ରହେ ମନ୍ଦିର ମଧ୍ୟରେ ଏମାନେ ଆସନ୍ତି କେମିତି ଗୋଟିଏ ଭଲ ସ୍ୱାମୀ ସ୍ତ୍ରୀ ତାମାନେ ସ୍ୱାମୀଟେ ପାଇବେ ଚନ୍ଦା ମୁଣ୍ଡା ହେଇଥିବ ଚଳିବ କିନ୍ତୁ 50,000 ଦରମା ଥିବା ଦରକାର ତାଙ୍କୁ କେମିତି ତା ଏମାନଙ୍କର ନଡ଼ିଆ ଭାଙ୍ଗିବି ତା ବିଷୟରେ ମୁଁ ଟିକେ ଆପଣଙ୍କୁ କହିବି ହଁ ଆରେ କାଲି ନଡ଼ିଆକୁ ଭାଙ୍ଗିବି ଗଡ଼େଇ ତଡ଼େଇ আরে গরি নড়িয়া কুঠিয়া আরে তনু পাতিলির নড়িয়া ভাঙিবে অন্ডালি অন্ডালি যেমিতি কালড়ুলিয়া এই প্রকার স্ত্রী মানে আসନ୍ତି সেমানଙ୍କର রূপ রেখ যৌবন সেই অনুসারে ମୁଁ ମଧ୍ୟ কলেকশন করে নেইছি যার যদি 20 ବର୍ଷ ধরে পিলা হউনি তার 20,001 টঙ্কা এবং চাউল 2 পুটি বসাই দেবি ଆଉ ପକେଟ ରେ ମୁନାଟାରେ ପଇସାଟା ଭରିବି 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 ହଁ ଆଉ ଗୋଟେ କଥା ଆଜ୍ଞା ଯେଉଁମାନଙ୍କର ବୁଢ଼ାକୁ ବୁଢ଼ୀ ଜୁଟେଇ ଦେବି ଏବଂ ଆଜିକାଲି ରସିକା ପିଲାମାନଙ୍କର ହଉଛି ଆଜ୍ଞା ଗାର୍ଲଫ୍ରେଣ୍ଡ ନିହାତି ଦରକାର ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିବି ମହୁନି ପ୍ରକାର ସମସ୍ତ ପ୍ରକାର ଇତ୍ୟାଦି ଇତ୍ୟାଦି ଔଷଧ ଆଣିକି ଦେଇଦେବି ଆଉ ମନ୍ଦିରରେ ନଡ଼ିଆ ବାଡ଼େଇଲେ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି ବୋଲ ଆନନ୍ଦ ଏକବାର ହରେ ବୋଲ ଏମିତି କହିଦେବି କନକ ବୋଲନ୍ତି ଧୀରେ ଗୋ ଜାଣୁ ନାହିଁ ସହିକିରେ ଉଡ଼ନ୍ତା ଚଢ଼େଇ ପର ଗଣି ଦେବି ଚାନ୍ସ ଦେଇଦେଲେ ଥରେ ହରେ ବୋଲ
ହେଉଛି କାର୍ଯ୍ୟକ୍ରମ। ମୁଁ କ'ଣ ମୋ ପାଇଁ ଗୋଟିଏ ସୁନ୍ଦରୀ ଯୁବତୀ ଜୁଟେଇ ପାରିବିନି? ହଁ, ମୋ ପାଇଁ ମଧ୍ୟ ଗୋଟିଏ ଭଲ ସୌନ୍ଦର୍ଯ୍ୟ ସ୍ତ୍ରୀଟେ ଯୋଗାଡ଼ କରିବାକୁ ପଡ଼ିବ। ନା ନା ନା, ଯାଏ ଆର ସୋମବାରକୁ ଆସିବି ମନ୍ଦିରରେ। ଯିଏ ହବ ମୋର ପ୍ରଥମ ସ୍ତ୍ରୀ, ତାର ନଡ଼ିଆକୁ ଟିକେ ମୁଁ ବାଙ୍କିବି। ହଁ, ଏଇକିନା ମନେ ପଡ଼ିଲା, ଏଇଠି ଆଉ ଅତି ସମୟ ଅତିବାହିତ କରିବିନି, ଶୀଘ୍ର ଚାଲିଯାଏ ଏବଂ ମନ୍ତ୍ରଯନ୍ତ୍ର ଇତ୍ୟାଦି ସମସ୍ତ ପ୍ରକାର ଶିକ୍ଷା କରିବାକୁ ପଡ଼ିବ। ନହେଲେ ଆଜିକାଲିକା ଲୋକ ଆଜ୍ଞା ମନ୍ତ୍ର ନ ପଢ଼ିଲେ କ'ଣ, ଆଜିକାଲିକା ଲୋକଙ୍କୁ କ'ଣ ମନ୍ତ୍ର ଅଭାବ? ହଁ ହଁ, ମୁଁ ଶୀଘ୍ର ଯାଏ। ଓಂ ଗଣ ନାରାୟଣ ଲୋକେ ଅମ୍ବିକେ ଭାସ୍କରେ ଦଦା ଭିନ୍ନ ଭିନ୍ନ ନକଚାଭ୍ୟ ପଞ୍ଚଦେବ ନମସ୍ତୁତେ। बोला इंदिगवार हरे बोला।